বয়সন ক্রমে কিছু কিছু বিভ্রম হব নহব বলে মানে না কଣ କହିଲେ ମହାମନ୍ତ୍ର ଆଠ ରାଧା ଚାରି କୃଷ୍ଣ ଘର ପାଠ ଯଦି ହବ ମୁଁ କଣ କରିବି ମହାମନ୍ତ୍ର ମରିଲେ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ କୋଉଟା କୋଉଟା ହରି ହରି ମାନେ ରାଧା ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ବହି ହେଲା ପଥର ଚପରା ପ୍ରିୟ ଶିଷ୍ୟ ରାମ ମୁଁ ରାଧା ଜନ୍ମ କଣ କରିବି ରାଧାକୁ ପୁଣି ପେଟରେ ପୁରେଇ ଦେଇକି ଯିବି ରାମ ଜନ୍ମ କରେ ପୁଣି ରାଧା ଜନ୍ମକୁ ଯିବି ଏମିତି ରାଧା ଜନ୍ମ ଶିଖିଛୁ ମନା କରିଥିଲେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ବହି ହେଲା ପଥର ଚକଡ଼ା ପୁଷ୍ଟା ହେଲା ସତର ଗୋଟିଏ ପଦ କହିଲେ ପ୍ରିୟ ଶିଷ୍ୟ ରାମ କହିଲେ ରାମରେ ଏ ରାମ ଇଏ କଳି ଯୁଗ ମହାଭାଗେ ହରି ନାମ ମୋହନା ମହାଭାଗରେ ହରିନାମ ମନା ପଶ୍ଚିମ ମୁଣ୍ଡରେ କହିଲେ ରାଧାକୃଷ୍ଣ ଦୁହେଁ ଭାଇ ଭଉଣୀ ମୁଁ ଗାଁକୁ ଶୁଣା କଣ ଆଉ ଗୋଟେ ପ୍ରଶ୍ନ ଛାଡ଼ିକି କଲେ କଣ ରହଣ ଟିକେ ମୁଁ ଯାଉଛି ଆଜ୍ଞା 16 କୋଟି ବୁଡ଼ିଛି ପଥର ଭାଷନ୍ତି 16 ବୁଡ଼ିଛି ଗଲା ଆଉ ଗୋଟିଏ ପ୍ରଶ୍ନ କଣ ମାନେ ମୁଁ କଣ ପ୍ରଶ୍ନ କାହାକୁ ଦିଏ ଗୋଟାଏ ପଚାରି ନେଇଯିବି ଚୋପା ଛାଡ଼ିଯିବ ମୁଁ କାହାକୁ ପ୍ରଶ୍ନ ଦିଏନି କାଲି ଗୋଟାଏ ଦେଇଛ ଉତ୍ତର ଦେଇଛନ୍ତି ସବୁ ସମାଧାନ କରୁ ମୁଁ ଶୁଣୁଥାଏ ସବୁ ଆଉ ଗୋଟେ କଣ କହିଲେ ଟିକେ ତମେ ତ ଗୋଦା ମୁହା ଏଗୋ ମୁହା ଗୋଦି ମୁହାର ମନ ରଖୁନ କିଛି ତୁମର ସେମିତି ହେଲାଣି ରାଧାକୃଷ୍ଣ ହଉଛନ୍ତି ଭାଇ ଭଉଣୀ ସେ କରିଦେଇକି ଯାଇଛନ୍ତି କିନ୍ତୁ ମା ପୁଅ କେମିତି ହେଲେ ଏଇଟା ଆପଣ କହିବେ ଆଜି ପଚାର ସବୁ ପ୍ରଶ୍ନର ଆପଣ ମାନେ ବସନ୍ତୁ ସବୁ ପ୍ରଶ୍ନର ଉତ୍ତର ଦେବି କାଲି କଣ ପଚାରିଛନ୍ତି କଣ ମୃଗ କେମିତି ଇଏ ହେଲା ତ ପାପ ପୁଣ୍ୟ କିଛି
ପାପି ନାହିଁ କାର୍ଭେ ଦେବା ପାଇଁ ହଁ ଆପଣ ଯୋଉ ଲେଖିଛନ୍ତି ତୁଳସୀ ଦାସ ସେ ପାପି କେମିତି ହେଲା ପଶୁଟା ପାପି କେମିତି ହେଲା? ହଉ ନାରାୟଣ ବାରିଷ୍ଠ ଖଣ୍ଡନ କରନ୍ତୁ, ଚଲାପଥ କୁସୁମିତ କରନ୍ତୁ, ଦୀର୍ଘାୟୁ କରନ୍ତୁ, କଳାପତି ଏଇଭଳି ଭାବରେ ସଦା ସର୍ବଦା ମନ ରହିଥାଏ। ସର୍ବ ବୋଲ ଆମେ ଦେଖ ବାପରେ ଆଜ୍ଞା ମଣିଷ ମଣିଷକୁ ଚିହ୍ନିବ, ଠିକ ନା ଭୁଲ? ପକ୍ଷୀ ପକ୍ଷୀକି ଚିହ୍ନିବ, ସିଏ ଜାଣିବ ମୋ ଭାଇ କିଏ, ମୋ ବାପା କିଏ, କି କଣ ଆମେ କହିପାରିବା? ମୋ ବାପାକୁ ମୁଁ ଚିହ୍ନିବି ନା ଆପଣମାନେ ଚିହ୍ନିବେ? ମଣିଷ ମଣିଷକୁ ଚିହ୍ନିବ। କିନ୍ତୁ ମୁଁ ଖାଲି ଏତିକି ଜାଣୁଛି ଯେ ମୋରି ଭଳି ଆପଣମାନେ ସମସ୍ତେ ମୋ ସମ୍ପ୍ରଦାୟ। ମୁଁ ଚିହ୍ନିବି, ଯେହେତୁ ମୁଁ ମଣିଷ ମଣିଷକୁ ଚିହ୍ନିବି, ପଶୁକୁ ପଶୁ ଚିହ୍ନିବ। ପଶୁ ଭିତରେ କିଏ ପଶୁ? ସେ ଯିଏ ପଶୁ ହେଇଥିବ ସିଏ କରିବ। ତଥାପି ସମାଧାନ କରିବି, ବାଟ ଅଛି ନା। ଆଜି ଯୋଉ ବହିଟା ଆପଣମାନଙ୍କ ସାଙ୍ଗରେ ପାଖରେ କରିକି ଗଲେ ବହି ହଉଛି ରାଧା ଧର୍ମ। କାହିଁ ଲେଖକ କିଏ ବହିରେ ତ କହିଛନ୍ତି, କାହିଁ କହିଲେନି? କାହିଁକି ଆପଣ ଜାଣିଛନ୍ତି? ଚାଳକୁ ନଡ଼ା ଖସି ପଡ଼ିବ। ଲେଖକ କେହି ନୁହନ୍ତି, ସେଇ ନିଜେ ଛାତିରେ ହାତ ବାଡ଼େଇ କହିବି ଆଉ ତମେ ଯୋଉଟା କାଲି କରୁଥିଲ ଲେଖକ ନାହାନ୍ତି, ସେ ଲେଖକ ବହି ନାହିଁ। ବହି ଥୁଆ ହେଇଛି କହିଲେ ଆପଣ ମାନଙ୍କୁ ମଞ୍ଚ ଉପରେ ଦେଖେଇଦେବି। କବି ବି କହିଦେବେ। ହଁ, କିନ୍ତୁ ଇଏ ରାଧାଧର୍ମ ବହିଟା ପ୍ରକୃତରେ ମୋ ବୁଢ଼ା ବାପା ପ୍ରଶଂସାର୍ଥ। ସେ ଲେଖିଛନ୍ତି, ତାଙ୍କର ଜଣେ ଛାତ୍ର ସୋନା ଗୋଷେଇ, ସୋନା ଦାସ ଆପଣମାନେ ଜାଣିଥିବେ, ମୋ ସାଙ୍ଗେ ଗାଁଥିଲେ ପାଲା ଚଣ୍ଡିଖୋଲ, ଏଇ ରାଧା ଜନ୍ମଟି କଲି ବୋଲି ଗୋସାଇ ଦେହରେ ଚୋପା ରଖିନି, ଅପେକ୍ଷା କର ତମ ରାଧା ଜନ୍ମକୁ।